ମୁଁ ଆପଣଙ୍କୁ ବହୁତ ସହଜ ଓ ଟେଷ୍ଟି ପରଟା ଗୋଟେ ବନେଇକି ଦେଖେଇବି। ଦେଖନ୍ତୁ ତେଲ ଦେଇଦେବା, ଜିରା ଦେଇଦେବା, ରସୁଣ ଦେଇଦେବା, ଆମେ କାଟି ରଖିଥିବା କିଛି ଟମାଟୋ ଦେଇଦେବା, ତାପରେ ଲୁଣ ଦେଇଦେବା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କରି ପାଉଡର ଦେଇ ଭଲକି କଷିଦେବା। ତାପରେ ଲାଷ୍ଟରେ ପିଆଜ ଆଉ କଞ୍ଚା ଲଙ୍କା ଦେବା। ତାପରେ କଷି ହେଇସାରିଲା ପରେ 2 ଚାମଚ ବେସନ ଦେଇ ଭଲକି ଗୋଳେଇ ଦେବା। ତାପରେ ଆମେ କିଛି ଚୁଡ଼ା ନେବା, ଏଠି ଧୋଇଦେବା। ଡାଇବେଟିସ୍ ରୋଗୀ ଏଟାକୁ ଖୁସିର ଖାଇବେ। ଆପଣ ଆଳୁ ପରଟା ସେମାନେ ଖାଇ ପାରୁନାହାନ୍ତି, ଏଇଭଳି ଭାବେ ଟମାଟୋ ଆଉ ଚୁଡ଼ାର ପରଟା ବନେଇକି ଦିଅନ୍ତୁ, ଦେଖିବେ ବହୁତ ଖୁସିରେ ସେମାନେ ଖାଇବେ। ଆମର ଷ୍ଟଫିଂ ରେଡ଼ି ହେଇଗଲା। ୟାପରେ ଆମେ ରୁଟି ବନେଇବା। ରୁଟିରେ ଆମେ ଗୋଟେ ସାଇଡ଼୍ରେ ମୁଁ ଲଗେଇଛି, ଆପଣ ଚାହିଁଲେ ରୁଟିର ପୁର ଭଳିଆ ରଖିକି ରୁଟି ଭଳିଆ ବନେଇ ପାରିବେ। ମୁଁ ସିମ୍ପୁଲ ଉପାୟରେ ବନେଇଛି। ଏଇ ପରଟା ଆପଣ ସମସ୍ତେ ବନେଇ ପାରିବେ। ଏଇଭଳି ଥରେ ବନେଇକି ଖାଆନ୍ତୁ। ଟମାଟୋ ପରଟା କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଜଣାନ୍ତୁ। ପିଲାଙ୍କ ଟିଫିନ୍ ଦେବେ, ପିଲା ତ ବହୁତ ଖୁସି ହେଇକି ଖାଇକି ଆସିବେ।